ସାଙ୍ଗମାନେ ଶୁଭ ସକାଳ, ଜୟ ଜଗନ୍ନାଥ। ସକାଳୁ ସକାଳୁ ଉଠି ପଳେଇ ଆସିଥିଲି। ଆସିଲା ବେଳକୁ ଆମ ଛୁଆମାନେ ସମସ୍ତେ ଗାଁରେ ରାଲି କରିବାରେ ବ୍ୟସ୍ତ। ସେଇଠୁ ତାଙ୍କର ଟିକେ ଭିଡ଼ିଓ କରିଦେଲି। ଆଉ ଛୋଟ ଛୋଟ ଛୁଆମାନେ ଝିଅଟାର ଗଳି ପଡ଼ିଲା ପତକାଟା, ସେଥିରେ ଉଠେଇନି ପଡ଼ିଲା। ବର୍ଷାଟା ବି ଆଜି ଭାରି ହଇରାଣ କରିଦେଲା। ତାପରେ ବସି ବସି ବୋର୍ ଲାଗିଲା, ତଳେ ବସି ବସି ବୋର୍ ଲାଗିଲା। ଫେର୍ ସେଠୁ ଉଠିକି ଗାଡ଼ିରେ ବସିଲି, ଆଉ ତଳେ ବସିବିନି। ସେଇଠୁ ଆସିଲି ସିଧା ମାମୁଁ ଘରକୁ। ଆସିଲା ବେଳକୁ ଇଏ ମାଙ୍କଡ଼ ଖଣ୍ଡକ ଯାହା ହେଉଛି ଯେ କୁହନି, ଖାଲି କହୁଛି ମୋତେ କାଖେଇକି ଧରି ବୁଲ। ସେଠୁ ପଳେଇ ଆସିଲି। ବସିଲା ବେଳକୁ ନୂଆହାଟରେ ପହଞ୍ଚିଲା ବେଳକୁ ଆସିছে ତାୱା ଭାଇ, ଇଏ ମାନେ ବିକୁଛନ୍ତି 50 ଟଙ୍କାରେ। ଲୋକ ଭିଡ଼ ତ ଭାଇ କୁହନ୍ତୁନି। ତାପରେ ଆମ ଗାଁର ଯେଉଁ ପାଣି, ବର୍ଷା ଟିକେ ହେଲା ମାନେ ଗାଁରୁ ଆଉ ପାଣି କୁଆଡ଼େ ଯିବାର ନାହିଁ, ଗାଁ ଭିତରେ ରହିଲା। ସବୁଆଡ଼େ ଭାଇ ପାଣି ଜମିକି ରହୁଛି। ଏ ରାସ୍ତା ଆଉଥରେ ନହେଲେ ହେବନି। ତାପରେ ସେଇଠୁ ଟିକେ ଗାଡ଼ିଟାକୁ ସଜେଇଦେଲି, ସଜେଇକି ପଳେଇ ଆସିଲି। ଫେରେ ଚଣ୍ଡିଖୋଲ ଯାଇଥିଲି। ଚଣ୍ଡିଖୋଲ ସେଇଠୁ ପେଟ୍ରୋଲ ପମ୍ପ ଟିକେ ପଡ଼ିଲି, ଗାଡ଼ିରେ ଟିକେ ପେଟ୍ରୋଲ ପକାଇବାକୁ। ଏପଟେ ଶାନ୍ତିଲତା ପେଟ୍ରୋଲ ପମ୍ପଟା ବନ୍ଦ ଥିଲା। ସେଇଠୁ ମୁଁ ଇଣ୍ଡିଆନ୍ ଅଏଲ୍ ଆସି ପକାଇଥିଲି, ଖୋଲା ଥିଲା। ସେଇଠୁ ଭାଇଙ୍କ ପେଟ୍ରୋଲ ପକାଇ ବାହାରି ପଳେଇ ଆସିଥିଲି। ଆସିଲା ବେଳକୁ ଭାଇ କି ପାଣି ବହୁତ ଥିଲା। ଆଗରୁ 22 ନଈରେ ଟିକେ ପାଣି କମିଯାଇଛି। ଯାହା ହଉ, ଲୋକ ଧାନ ପୁରା ନଷ୍ଟ ହୋଇଯାଇଛି ପାଣି ଦୋଷରୁ। ଏବେ ଟିକେ ପାଣି ଛାଡ଼ିଯାଇଛି ବୋଲି ବିଲ ଦିଶୁଛି, ନହେଲେ ଆଗରୁ କିଛି ବି ଦିଶୁନଥିଲା।